ପିଲାମାନେ ଆଜି ଆମେ ପଢ଼ିବା ଓଡ଼ିଆ ପଞ୍ଚମ ଶ୍ରେଣୀ କାର୍ଯ୍ୟପୁସ୍ତିକାର ଏଇଟା କାର୍ଯ୍ୟ ଫର୍ଦ୍ଦ 31 ହେଲା। ତାହେଲେ ଶିକ୍ଷକ ଫଳାଫଳ 506 ନିଜ ପାଠ୍ୟ ପୁସ୍ତିକା ଭିନ୍ନ ଅନ୍ୟ ସାମଗ୍ରୀ ଯେମିତି ଖବରକାଗଜ ଶିଶୁ ପତ୍ରିକା ପୋଷ୍ଟର ଆଦିକୁ ପଢ଼ିବ ବୁଝିବ ଓ ସେ ବିଷୟରେ କହିବ। ପଢ଼ିବା ବିଷୟବସ୍ତୁ ଘଟଣା ଚିତ୍ର ଚରିତ୍ର ତଥା ଶୀର୍ଷକ ଆଦି ବିଷୟରେ ଆଲୋଚନା କରିବ। ଭାଷାର ଗୁଣାତ୍ମକତା ପ୍ରତି ଦୃଷ୍ଟି ଦେଇ ନିଜ ଭାଷାରେ ପ୍ରକାଶ କରିବ। ଏଠି ଭଲ ଗୋଟେ କବିତାଟିଏ ଅଛି, ତାକୁ ଚାଲ ପଢ଼ିବା। ଗାନ୍ଧୀ ଗୋପବନ୍ଧୁ ନେହେରୁ ସୁଭାଷ ମଧୁବାବୁ ହରିହର ବିନୋବା ଭାବେ ସୃଷ୍ଟି କରିଥିଲେ ସେବାର ଅମୃତଧାର। ତାହେଲେ ଏଇଟା ଗୋଟେ ଭଲ ହେଉଛି ଆମର ଯେଉଁ ସବୁ ସ୍ୱାଧୀନତା ସଂଗ୍ରାମୀ ଥିଲେ ବା ଭଲ କାମ କରିଥିଲେ ଲୋକମାନଙ୍କ ପାଇଁ ସେମାନଙ୍କ ବିଷୟରେ କବିତାଟି ଅଛି। ଯେମିତିକି ଗାନ୍ଧୀ ମହାତ୍ମା ଗାନ୍ଧୀ ଜାଣିଥିବ, ଗୋପବନ୍ଧୁ ଦାସ ନେହେରୁ ହେଲା, ସୁଭାଷ ଚନ୍ଦ୍ର ବୋଷ ତାଙ୍କୁ ସୁଭାଷ ବୋଲି ଏଠି କୁହାଯାଇଛି, ମଧୁବାବୁ ମଧୁ ବାରିଷ୍ଟର ଯେଉଁ କୁହନ୍ତି, ତାପରେ ହରିହର ଏଇଭଳି ସମସ୍ତଙ୍କ ବିଷୟରେ କୁହାଯାଇଛି। ବିନୋବା ଭାବେ ସୃଷ୍ଟି କରିଥିଲେ ସେବାର ଅମୃତଧାର, ମାନେ ଲୋକମାନଙ୍କର ସେବା କରିବା ପାଇଁ ସେମାନେ ଅମୃତଧାର ସୃଷ୍ଟି କରିଥିଲେ ବୋଲି ଏଠି କୁହାଯାଇଛି। ମଣିଷ ଜୀବନ ନୁହଁ କେବଳ ନିଜ ସୁଖେ ନିଜେ ଖୋଜିବା। ତାହେଲେ ସେ ତାଙ୍କ କହିବାର ଅର୍ଥ କ'ଣ, ଯେ ମଣିଷର ଜୀବନଟା କେବଳ କ'ଣ ନୁହେଁ କେବଳ କ'ଣ ନୁହେଁ ନା ନିଜ ସୁଖ ନିଜେ ଖୋଜିବା। ନିଜ ସୁଖଟା ଖାଲି ନିଜେ ଖୋଜିବାଟା ମଣିଷର ଜୀବନର ଲକ୍ଷ୍ୟ ନୁହଁ। କ'ଣ ମଣିଷର ଜୀବନ ଲକ୍ଷ୍ୟ? ପର ସୁଖେ ନିଜ ସୁଖ ଖୋଜି ଖୋଜି ଜୀବନ ସାର୍ଥକ କରିବା। ତାହେଲେ କ'ଣ ପ୍ରକୃତରେ ମଣିଷର ଲକ୍ଷ୍ୟ ହେବା କଥା ନା ପର ବା ଅନ୍ୟ ଜଣେ ଯେମିତି ଖୁସି ପାଇବ ହେଲା, ଅନ୍ୟ ଜଣଙ୍କର ଯେମିତି ସୁବିଧା ହେବ, ତା'ର ଖୁସି ତା ମୁହଁରେ ଫୁଟି ଉଠିବ, ସେଇଭଳିଆ କାର୍ଯ୍ୟ କରିବା ହେଲେ ମଣିଷର ଜୀବନ ସାର୍ଥକ କରିବା। ଏଇଭଳିଆ ଅନ୍ୟର ସୁଖ ଖୋଜି ଖୋଜି ଜୀବନ ସାର୍ଥକ କରିବା ବୋଲି ଏଠି କୁହାଯାଇଛି। ପର ଉପକାରେ ସମୟ ବାଣ୍ଟିଲେ ଜୀବନ ମହାନ ହୋଇବ। ତାହେଲେ କ'ଣ ମହାନ ହୋଇବ? ପରର ଉପକାର ଯଦି ଆମେ କରିବା ହେଲା, ନିଜ ଖୁସି ତ ସମସ୍ତେ ଦେଖନ୍ତି, କିଏ ଜୀବଜନ୍ତୁ ଗାଈ ଗୋରୁ ଯେତେ ସମସ୍ତେ ଅଛନ୍ତି ସବୁ ମଣିଷ ପ୍ରାୟ ସମସ୍ତେ ନିଜର ଉପକାର ଖୋଜନ୍ତି, କିନ୍ତୁ ଯିଏ ପରର ଉପକାର କରେ ବା ଖୋଜେ ସମୟ ବାଣ୍ଟେ ସେଥିରେ ତାକୁ ବହୁତ ଆନନ୍ଦ ମିଳିଥାଏ ହେଲା, ସେଇ ଜୀବନ ମହାନ ହୋଇବ, ସେଇ କଥା କୁହାଯାଇଛି। ସମାଜ କଲ୍ୟାଣ ସମାଜ ଗଠନ ଆଗାମୀ ପିଢ଼ି ତ ଦେଖିବ। ତାହେଲେ ଯଦି ଆମେ ଅନ୍ୟର ଉପକାର କରିବା ଆଉ ସମାଜ କଲ୍ୟାଣ କରିବା ସମାଜ ଗଠନ କରିବା, ତାହେଲେ ଆଗାମୀ ପିଢ଼ି ମାନେ ଆମର ଯେଉଁ ଆଗକୁ ସବୁ ଆସୁଛନ୍ତି ପିଢ଼ିମାନେ ସେମାନେ ସବୁ ଦେଖିବେ ତୁମେ ଯାହା କରିଥିବ ହେଲା। ତାହେଲେ ଏଇଟା ଭଲ ପଦ୍ୟଟି ସରିଗଲା କବିତାଟି। ତା'ର ପ୍ରଶ୍ନ ଉତ୍ତର କରିବା। ପଦ୍ୟଟି ପଢ଼ି କେଉଁ ପଦଟି ତଳ ଧାଡ଼ି ସହ ମେଳ ଖାଉଛି ତାକୁ କୋଠରୀରେ ଲେଖ ହେଲା, ମାନେ ପଢ଼ିବ ଯେଉଁଟା ମେଳ ଖାଉଛି ସେଇଟା କୋଠରୀରେ ଲେଖିବ। ବିନୋବା ଭାବେ ସେବାର ଅମୃତଧାର ସୃଷ୍ଟି କରିଥିଲେ, ଏଇଟା କେଉଁ ଲାଇନ୍ଟାକୁ କୁହାଯାଇଛି? ଏଇଠି ବିନୋବା ଭାବେ ସୃଷ୍ଟି କରିଥିଲେ ସେବାର ଅମୃତଧାର, ଏଇଟା ଲେଖିବ। ବିନୋବା ଭାବେ ସୃଷ୍ଟି କରିଥିଲେ ସେବାର ଅମୃତଧାର ହେଲା। ଯଦି ମଣିଷ ଜୀବନ କେବଳ ନିଜ ସୁଖ ଖୋଜିବା ପାଇଁ ନୁହେଁ, ସେଇଟା କେଉଁଠି ଅଛି? ଏଇ ଲାଇନ୍ଟା ଦେଖ, ମଣିଷ ଜୀବନ ନୁହଁ କେବଳ ନିଜ ସୁଖେ ନିଜେ ଖୋଜିବା, ଏଇ ଲାଇନ୍ଟା ଲେଖିଲ। ସେମିତି ସମାଜ କଲ୍ୟାଣ ସମାଜ ଗଠନ ଆସନ୍ତା ପିଢ଼ି ଦେଖିବ, ଏଇଟା କେଉଁ ଲାଇନ୍ରେ ଅଛି? ଏଠି ଲାଷ୍ଟ ଲାଇନ୍ଟା ଯେଉଁ ରହୁଛି, ସମାଜ କଲ୍ୟାଣ ସମାଜ ଗଠନ ଆଗାମୀ ପିଢ଼ି ତ ଦେଖିବ ହେଲା। ତାପରେ କରିବା ଏଇଠି ଦେଖ, ନିମ୍ନରେ ଥିବା ଶବ୍ଦଗୁଡ଼ିକ ମଧ୍ୟରୁ ଠିକ୍ ଶବ୍ଦ ନେଇ ଶୂନ୍ୟସ୍ଥାନ ପୂରଣ କରିବା। ଶୂନ୍ୟସ୍ଥାନ ପୂରଣ କରିବା ଏଇଠି ଏଗୁଡ଼ାକ ସବୁ ଦେଇଛି, ଯେମିତିକି ସାର୍ଥକ, ପିଢ଼ି, ଅମୃତ, ସମୟ, କଲ୍ୟାଣ। ତାହେଲେ କରେ କ'ଣ ଦେଲା? ସୃଷ୍ଟି କରିଥିଲେ ସେବାର ଡ୍ୟାସ୍ ଧାର ଅମୃତ ଧାର ହେଲା। ପର ସୁଖେ ନିଜ ସୁଖ ଖୋଜି ଖୋଜି ଜୀବନ ଡ୍ୟାସ୍ କରିବା, ଜୀବନ ସାର୍ଥକ କରିବା ହେଲା। ପର ଉପକାରେ ଡ୍ୟାସ୍ ବାଣ୍ଟିଲେ ଜୀବନ ମହାନ ହୋଇବ, ପର ଉପକାରେ ସମୟ ବାଣ୍ଟିଲେ। ତାପରେ ସମାଜ ଡ୍ୟାସ୍ ସମାଜ ଗଠନ ଆଗାମୀ ପିଢ଼ି ତ ଦେଖିବ, ସମାଜ କଲ୍ୟାଣ ସମାଜ ଗଠନ ଆଗାମୀ ପିଢ଼ି ତ ଦେଖିବ। ଆଉ ସବୁ ହେଇଗଲା। ତାପରେ ଯେପରି ମାସକୁ ମାସ ଏହାକୁ ମାସ ଲେଖାଯାଇପାରେ, ସେହିପରି ତଳ ଶବ୍ଦ ଗୁଡ଼ିକ କ'ଣ ଲେଖା ହେବ ଲେଖିବା। ରାଜ୍ୟକୁ ରାଜ୍ୟ ରାଜ୍ୟକୁ ରାଜ୍ୟ, ତାହେଲେ ମାସକୁ ମାସ ଏଇଟା କ'ଣ ଲେଖାଯାଏ? ମାସ। ରାଜ୍ୟକୁ ରାଜ୍ୟ ଏଇଟା ଏଇଠି ପିଲାମାନେ ଦେଖ, ରାଜ୍ୟକୁ ରାଜ୍ୟ ମାନେ ଏଠି ହେବ ରାଜ୍ୟ, ଯେମିତି ଏଠି ମାସକୁ ମାସ ହେଲା ମାସ,
ସେମିତି ରାଜ୍ୟକୁ ରାଜ୍ୟ, ରାଜ୍ୟ ଆଉ ରାଜ୍ୟ ହେଲା, ରାଜ୍ୟକୁ ରାଜ୍ୟ ହେଲା ରାଜ୍ୟ ରାଜ୍ୟ। ସେମିତି ଦିନକୁ ଦିନ, ଦିନକୁ ଦିନ ନୁହଁ, ଦିନକୁ ଦିନ କୁ ଆମେ କ'ଣ ଲେଖିବା? ଦିନ ଦିନ ହେଲା। ଏଠି ଭୁଲ ଲେଖା ଅଛି, ଏଇଟା ଲିଭେଇଦେଲେ। ଦିନକୁ ଦିନ ହେଲା ଦିନ ଦିନ, ଦିନ ଦିନ ହେଲା। ଜଣକୁ ଜଣ କ'ଣ ହେବ ସେଟା? ଜଣ ଜଣ। ଯେମିତି ଜଣ ଜଣ କରି ଲୋକମାନଙ୍କୁ ରାଜା ପୁରସ୍କାର ଦେଇଥିଲେ ହେଲା, ଏଇଭଳିଆ। ଜଣକୁ ଜଣ, ଜଣ ଜଣ, ଜଣ ଜଣ ହେଲା, ହେଇଗଲା। ତାପରେ ହାସ ଶବ୍ଦ ପୂର୍ବରୁ ଦର ଲାଗି ଦର ହାସ ହୁଏ, ସେହିପରି ଦର ଲଗାଇ ତଳ ଶବ୍ଦ ଗୁଡ଼ିକୁ ଲେଖିବା। ଯେମିତିକି ଖଣ୍ଡିଆ, ଦର ଖଣ୍ଡିଆ, ଖାଲି ଦର ଆମେ ଲଗେଇଦେବା ତା ପୂର୍ବରୁ। ଭଙ୍ଗା, ଦର ଭଙ୍ଗା। ପୋଡ଼ା, ଦର ପୋଡ଼ା, ଏଇଭଳିଆ କରିଦେବ, ତାହେଲେ ଏଇଟା ସରି। ତ ଏହା ପ୍ରଶ୍ନ ଉତ୍ତର ସରିଗଲା ପିଲାମାନେ। ଚ୍ୟାନେଲଟିକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେବ। ବାକି ଆମର ଯାହା ପ୍ରଶ୍ନ ଉତ୍ତର ହେଉଛି ସେଇଟା ତୁମେ ଜାଣିପାରିବ। ଠିକ୍ ଅଛି।